ସମସ୍ତେ ପାର୍କରେ ବସିଥିବା ସମୟରେ ଠିକ୍ ସେତେବେଳେ ଭୂମି କହିବେ କି ମୁଁ ଜାଣିଛି ଏ ରାସ୍ତାରେ ଆସିଲା ବେଳେ ସମସ୍ତଙ୍କୁ ଭୋକ ଲାଗିବଣି, ସେଥିପାଇଁ ମୁଁ କ'ଣ କରିଛି ନା ମୁଁ ସକାଳ 5ଟାରୁ ଉଠି ସମସ୍ତଙ୍କ ପାଇଁ ଖାଇବା ରାନ୍ଧିଦେଇଛି। ଆଉ ଭୂମିଙ୍କ କଥା ଶୁଣି ସମସ୍ତେ ବହୁତ ଖୁସି ହେଇଯାଆନ୍ତି। ଆଉ ଏପଟେ ସିଦ୍ଧିଙ୍କ ମନ ଟିକେ ଦୁଃଖ ହେଇଯାଏ, କାରଣ ସେ ଚାହୁଁଥିଲେ କି ବାହାରକୁ ଆସିଛନ୍ତି କିନ୍ତୁ ବାହାର ଖାଇବା ଖାଇବେ ବୋଲି। ଆଉ ଏଠି ଭୂମି ରୋଷେଇ କରିବା ଶୁଣି ତାଙ୍କ ମନରେ ଜମାରୁ ବି ଖୁସି ନଥାଏ। ଆଉ ଭୂମି ସମସ୍ତଙ୍କ ପାଇଁ ବହୁତ ଖୁସିରେ ଖାଇବା ବାଢ଼ନ୍ତି। ତାପରେ ଭୂମି ପ୍ରଥମେ ସିଦ୍ଧିକୁ ଖାଇବା ଦିଅନ୍ତି ଆଉ କହନ୍ତି ସିଦ୍ଧି ନେ। ତାପରେ ସିଦ୍ଧି କହନ୍ତି ନା ନା ନା, ମୋର ଦରକାର ନାହିଁ, ମୁଁ ବାହାରକୁ ଆସିଛି ମାନେ ବାହାର ଖାଇବା ଖାଇବି, ଘର ଖାଇବା ଖାଇବିନି। ଭୂମିଙ୍କୁ ଟିକେ ଖରାପ ଲାଗେ ସିଦ୍ଧିଙ୍କ କଥା। ତାପରେ ଅଭି କହିବେ କି ସିଦ୍ଧି, ଭୂମି ଭାଉଜ ବହୁତ ସକାଳୁ ଉଠି ସମସ୍ତଙ୍କ ପାଇଁ ରୋଷେଇ କରିଛନ୍ତି ଆଉ ତମେ ମନା କରୁଛ। ସିଦ୍ଧି କହିବେ କି ତ କ'ଣ ହେଲା ସେଇଠୁ, ମୁଁ ତ ତାଙ୍କୁ କହିନଥିଲି ରୋଷେଇ କରିବା ପାଇଁକା। ମୁଁ ସେ ବୋରିଂ ଖାଇବା ଖାଇପାରିବିନି, ମୁଁ ବାହାରକୁ ଆସିଛି ମାନେ ବାହାର ଖାଇବା ଖାଇବି। ହଁ।